ଖେଳଣା ବନ୍ଧୁକ ଦେଖାଇ ଢେଙ୍କାନାଳ ସିମିନଈସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କରୁ 5,38,000 ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସଦର ପୋଲିସ। ଏହି ମାମଲାରେ ସଦର ପୋଲିସ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ ଚଳାଇଛି। ଡକାୟତି ଘଟଣାରେ 6 ଜଣଙ୍କ ମଧ୍ୟରୁ 2 ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ 2 ଜଣ ହେଲେ ବାଜି ଚୌକର ଲିପୁ ଓରଫ ସୁଜିତ ରାଉତ ଓ ଦୋଳମଣ୍ଡପ ସାହିର ଚିଙ୍କୁ ଓରଫ ସୌମ୍ୟରଞ୍ଜନ ମାଟି। ପୋଲିସ ସେମାନଙ୍କଠାରୁ 70,373 ଟଙ୍କା ଉଦ୍ଧାର କରିଛି। ଏହି ଲୁଟ୍ର ଲାଇଭ୍ ଭିଜୁଆଲ ଏବେ ନ୍ୟୁଜ୍7 ହାତରେ ଲାଗିଛି। ଗତ 13 ତାରିଖ ଦିନ 12:37 ବ୍ୟାଙ୍କର ମୁଖ୍ୟ ଦ୍ୱାର ଦେଇ ମୁହଁରେ ମୁଖା ବା କପଡ଼ା ବାନ୍ଧି ପଶିଥିଲେ ଦୁର୍ବୃତ୍ତ। ପ୍ରଥମେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଖେଳଣା ପିସ୍ତଲ ଦେଖାଇ ଟଙ୍କା ଲୁଟ୍ କରିଥିଲେ। ବ୍ୟାଙ୍କରେ ଉପସ୍ଥିତ ଜଣେ ଗ୍ରାହକଙ୍କୁ ଲୁଟ୍ କରିବା ସହ ଆକ୍ରମଣ କରିବା ବେଳେ ଗ୍ରାହକଙ୍କ ମୁଣ୍ଡରେ ବାଜି ଖେଳଣା ପିସ୍ତଲଟି ଭାଙ୍ଗିଯିବାରୁ ଡକାୟତମାନେ ଚମ୍ପଟ ମାରିଥିଲେ। ତେବେ ଏହି ଲୁଟ୍ ମାମଲାରେ ଫେରାର ଥିବା ଅନ୍ୟ 4 ଜଣଙ୍କୁ ପୋଲିସ ଠାବ କରିଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରିବ ବୋଲି କହିଛନ୍ତି ଢେଙ୍କାନାଳ ଏସ୍ପି। ସେମାନେ ଗଲେ 4 ଜଣ ଭିତରକୁ ଯାଇଥିଲେ, ବାହାର 2 ଜଣ ଥିଲେ। ସେଠୁ ସେମାନେ 4,85,000 ବ୍ୟାଙ୍କ କ୍ୟାସ୍ରୁ ଏବଂ 2 ଜଣ କଷ୍ଟମର ଥିଲେ, ତାଙ୍କର ଜଣକୁ 40, ଜଣକୁ 10, 50,000 ଏମିତି ଲୁଟ୍ କରିଥିଲେ। ତେଣୁ ଫର୍ଚୁନେଟଲି କିଛି ଆମ ପାଖରେ ସୁରାଗ ଥିଲା, ସିସିଟିଭି ଫୁଟେଜ୍ ଏବଂ ମୋବାଇଲ, ତାଙ୍କର 4ଟି ମୋବାଇଲ ମଧ୍ୟ ଯାଇଛି। ତାକୁ ବେସ୍ କରିକି ଆମେ ବର୍ତ୍ତମାନ ସୁଦ୍ଧା 2 ଜଣଙ୍କୁ ଗିରଫ କରିଛୁ। ସେ ଯେଉଁ ଚୋରି ଲୁଟ୍ ପଇସାରେ ଯେଉଁମାନେ ମୋବାଇଲ 2ଟା କିଣିଥିଲେ 30,000 କଷ୍ଟ ହେବ, ତାକୁ ରିକଭରି କରିଛୁ। ଏବଂ ସେମାନେ ଯେଉଁ ବିଭିନ୍ନ ମାରଣାସ୍ତ୍ର ୟୁଜ୍ କରିଥିଲେ, ଭୁଜାଲି ଅଛି, କାତି ଅଛି, ତାକୁ